ସେଥିପାଇଁ ଆଚାର୍ଯ୍ୟ କୁହନ୍ତି, ଏମିତି ଜଣେ ସ୍ତ୍ରୀକୁ ବିବାହ କର ଯିଏ ନିଜ ଇଚ୍ଛାରେ ତୁମ ସହ ଜୀବନ କାଟିବାକୁ ଚାହୁଁଛନ୍ତି। କାରଣ ବାଧ୍ୟତାରେ ଗଢ଼ା ସମ୍ପର୍କ କେବେ ହୃଦୟର ସମ୍ପର୍କ ହୋଇପାରେ ନାହିଁ। ଭାବନ୍ତୁ, ଜୀବନର ପ୍ରତ୍ୟେକ କଠିନ ମୁହୂର୍ତ୍ତରେ କେହି ଆପଣଙ୍କ ସହ ଛିଡ଼ା ହୋଇ ରହେ, ଆପଣଙ୍କ ଦୁଃଖକୁ ନିଜର ଦୁଃଖ ଭାବରେ ଗ୍ରହଣ କରେ, ଆପଣଙ୍କ ସଫଳତାରେ ନିଜ ସଫଳତା ଦେଖେ। ତାଠାରୁ ବଡ଼ ସମ୍ପଦ ଆଉ କ'ଣ ହୋଇପାରେ? ଚାଣକ୍ୟ କୁହନ୍ତି, ଯେଉଁ ସ୍ତ୍ରୀ ଆପଣଙ୍କୁ ସତରେ ଭଲ ପାଆନ୍ତି ଏବଂ ଆପଣଙ୍କ ଭଲ ମନ୍ଦ ବୁଝନ୍ତି, ସେହି ସ୍ତ୍ରୀ ଜୀବନ ପାଇଁ ସର୍ବୋତ୍ତମ ସାଥୀ ହୋଇପାରନ୍ତି। କିନ୍ତୁ ଏହା କେବଳ ପ୍ରେମର କଥା ନୁହେଁ, ଏହା ସଂସ୍କାରର କଥା ମଧ୍ୟ। ଚାଣକ୍ୟଙ୍କ ମତରେ ଧାର୍ମିକ ଏବଂ ସଂସ୍କାରୀ ସ୍ତ୍ରୀ ପରିବାରର ଭାଗ୍ୟକୁ ବଦଳାଇ ପାରନ୍ତି। ଯେଉଁ ଘରେ ଆସ୍ଥା ଅଛି ସେଠାରେ ଶାନ୍ତି ଅଛି, ଯେଉଁ ଘରେ ଶାନ୍ତି ଅଛି ସେଠାରେ ସୁଖ ଏବଂ ସମୃଦ୍ଧି ଆସିବା ସ୍ୱାଭାବିକ। କିନ୍ତୁ ଜୀବନ ସବୁବେଳେ ସୁଖରେ ଭରି ନଥାଏ। କେବେ କେବେ ଏମିତି ଝଡ଼ ଆସେ ଯାହା ମଣିଷର ସାହସକୁ ଭାଙ୍ଗି ଦେବାକୁ ଚେଷ୍ଟା କରେ ଏବଂ ସେତେବେଳେ ଜଣାପଡ଼େ ଆପଣଙ୍କ ପାଖରେ କିଏ ଅଛି। ଚାଣକ୍ୟ କୁହନ୍ତି, ଧୈର୍ଯ୍ୟବାନ ସ୍ତ୍ରୀ ପରିବାରର ଶକ୍ତି। କଠିନ ସମୟରେ ସେ ପଳାଇ ଯାଆନ୍ତି ନାହିଁ, ବରଂ ପରିବାରକୁ ଧରି ରଖନ୍ତି। କିନ୍ତୁ ପ୍ରତ୍ୟେକ ଗୁଣ ସହ ଏକ ସତର୍କ ବାଣୀ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ସ୍ପଷ୍ଟ କହିଥିଲେ, କ୍ରୋଧୀ ସ୍ୱଭାବର ବ୍ୟକ୍ତିଙ୍କ ସହ ଜୀବନ କାଟିବା କଷ୍ଟକର। କାରଣ କ୍ରୋଧ କେବଳ ସମ୍ପର୍କକୁ ନୁହେଁ, ସମଗ୍ର ପରିବାରର ଶାନ୍ତିକୁ ମଧ୍ୟ ନଷ୍ଟ କରିଦେଇଥାଏ। ଯେଉଁ ଘରେ ପ୍ରତିଦିନ କଲହ ହୁଏ ସେଠାରେ ସୁଖ ରହିପାରେ ନାହିଁ। ଆଉ ଏକ ଗୁଣ ଯାହାକୁ ଚାଣକ୍ୟ ବହୁତ ମହତ୍ତ୍ୱ ଦେଇଥିଲେ, ସନ୍ତୋଷୀ ସ୍ତ୍ରୀ କେବଳ ଘର ଚଳାଇବା ଜାଣନ୍ତି ନୁହେଁ, ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରନ୍ତି। ସେ ଅନାବଶ୍ୟକ ଇଚ୍ଛାରେ ଜୀବନକୁ ଭାରି କରନ୍ତି ନାହିଁ। ସେ ଜାଣନ୍ତି ସମ୍ପତ୍ତି କେବଳ ଅର୍ଜନରେ ନୁହେଁ, ସଂରକ୍ଷଣରେ ମଧ୍ୟ ବଢ଼େ। ତାପରେ ଆସେ ସମ୍ମାନ, ଏକ ସଫଳ ପରିବାରର ଭିତ୍ତି। ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରନ୍ତି ଏବଂ ତାଙ୍କ ପରିବାରକୁ ନିଜ ପରିବାର ଭାବନ୍ତି, ସେହି ସ୍ତ୍ରୀ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣନ୍ତି। କାରଣ ବିବାହ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମିଳନ ନୁହେଁ, ଦୁଇଟି ପରିବାରର ମିଳନ। ଏବଂ ଶେଷରେ ଏକ ଗୁଣ ଯାହାକୁ ଅନେକ ଲୋକ ଅବହେଳା କରିଦିଅନ୍ତି, ମଧୁର ବାଣୀ। ସନ୍ଥ କବୀର କହିଥିଲେ, ମଧୁର ବଚନ ଔଷଧ ସମାନ ଏବଂ କଟୁ ବଚନ ତୀର ସମାନ। ଏକ ଥକି ଯାଇଥିବା ମଣିଷ ପାଇଁ ତାଙ୍କ ଜୀବନସାଥୀଙ୍କ ଦୁଇଟି ମଧୁର କଥା ସବୁଠାରୁ ବଡ଼ ଆଶ୍ୱାସନା ହୋଇପାରେ।